ଅତିକ୍ରାନ୍ତ। ଲେଖକ ଶ୍ରୀ ମନୋଜ ଦାସ। କିଶୋର ବ୍ରହ୍ମଚାରୀ ଅଶୀତିପର ବୃଦ୍ଧ ହିରଣ୍ୟ ବାବୁଙ୍କର ଉଦାର ପ୍ରଶସ୍ତ ଲଲାଟ ଗତକାଲି ସନ୍ଧ୍ୟା 7ଟାରୁ ଯେ କୁଞ୍ଚିତ ହୋଇ ଉଠିଥିଲା, ତତ୍ପରେ ତାହା କ୍ରମାଗତ କୁଞ୍ଚିତ ହିଁ ହୋଇ ଚାଲିଥିଲା। ମୁଣ୍ଡ ଭିତରେ ଅଚାନକ ଆରମ୍ଭ ହୋଇଯାଇଥିଲା ଭୂମିକମ୍ପ। ଆଉ ସେଥିରେ ଚିଞ୍ଚତ୍ର ଓଲଟପାଲଟ ହୋଇଯାଇଥିଲା ସେ ଅଙ୍ଗେ ନିଭେଇଥିବା 2-3ଟି ପୃଥିବୀର ଯାବତୀୟ ସ୍ମୃତି। ପ୍ରଥମ ଯୌବନର ପୃଥିବୀ, ତତ୍କାଳୀନ ଦାର୍ଜିଲିଂର ଅପରୂପ ପଟଭୂମିରେ ପରବର୍ତ୍ତୀ ପୃଥିବୀ ଅକ୍ସଫୋର୍ଡର ଜୈନିକା ଗୌରାଙ୍ଗୀ ସହପାଠିନୀର ସ୍ମୃତି ହୁଏତ ଖାପି ହୋଇଯାଉଛି। ପୁଣି ହୁଏତ ସେହି ଗୌରାଙ୍ଗୀର ସ୍ୱର୍ଣ୍ଣାଭ କେଶମାଳା ଭିତରେ ଗୁଞ୍ଜି ହୋଇଗଲାଣି ଉତ୍ତର ଜୀବନର ପୃଥିବୀ ଆବିସିନିଆର ଗୋଲଗାଲ ମୁଗୁନି ମୁହଁଟିଏ। ଗତକାଲି ସନ୍ଧ୍ୟା 7 ଯାକେ ସବୁ ଠିକ୍ ଥିଲା। ହୋଟେଲ କାନ୍ଥର ଏଇ ବିରାଟ ଘଡ଼ିଟିର ପେଣ୍ଡୁଲମ୍ ନିୟମିତ ଦୋହଲୁଥିଲା ଓ ପ୍ରତିଟି ଦୋହଲନରେ ଏକ ଏକ ସେକେଣ୍ଡ ଇତସ୍ତତଃ ଛିଟିକାଇ ଦେଉଥିଲା। କିନ୍ତୁ ଗତ ସନ୍ଧ୍ୟା 7ଟାରୁ ପେଣ୍ଡୁଲମ୍ଟି ଯେମିତି ଦୁର୍ଦ୍ଦଶ ଓ ଲଗାମ ଛଡ଼ା ହୋଇ ସମୟର କ୍ରମ ପ୍ରତି କୌଣସି ଦୃଷ୍ଟି ନ ଦେଇ ଏକ ଏକ ବିସ୍ଫୋରଣ ଫୁଟାଇ ଚାଲିଛି ଓ ସେଥିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ହାମୁଡ଼ା ହାମୁଡ଼ି ହୋଇଯାଉଛନ୍ତି। ହୋଟେଲ କାଉଣ୍ଟର କଡ଼ରେ ସର୍ବଦା ଦଣ୍ଡାୟମାନ ସେହି ସୁଧାର ରିସେପସନିଷ୍ଟଟିକୁ ଡାକି ହିରଣ୍ୟବାବୁ ଘଣ୍ଟାଟିର ବିଚିତ୍ର ବ୍ୟବହାର ସମ୍ପର୍କରେ ଅଭିଯୋଗ କରିବେ ବୋଲି ସ୍ଥିର କଲେ। କିନ୍ତୁ ଇତିମଧ୍ୟରେ ସେ ଏକ ବା ଏକାଧିକ ବାର ତାହା କରିସାରିଛନ୍ତି କି ନାହିଁ ସେ ବିଷୟରେ ନିଶ୍ଚିନ୍ତ ହୋଇ ନ ପାରିବାରୁ କ୍ଷାନ୍ତ ହେଲେ। ଗତକାଲିର ଅଳସ ସନ୍ଧ୍ୟାରେ ସୁଦୀର୍ଘ ଅର୍ଦ୍ଧଶତାବ୍ଦୀ ପରେ ବାଲ୍ୟ ସୁହୃଦ୍ ସ୍ୱାମୀ ନିରାଲମ୍ବ ସହିତ ତାଙ୍କର ଦିନ 2ଟି ତଳର ସାକ୍ଷାତ କଥା ମନେ ନ ପଡ଼ିଥିଲେ ଯାହା ଯେମିତି ଥିଲା ସବୁ ଠିକ୍ ହେଇଥାନ୍ତା। ସ୍ୱାମୀ ନିରାଲମ୍ବ ସହିତ ଦାର୍ଜିଲିଂ ସହରର ଉପକଣ୍ଠରେ ତାଙ୍କ ଆଶ୍ରମରେ ସାକ୍ଷାତ ହେବାବେଳେ ସେ ସ୍ୱାଭାବିକ ଭାବରେ ଏତେ ମସଗୁଲ ହୋଇ ରହିଲେ ଯେ କେବଳ ନିରାଲମ୍ବଙ୍କ ମଜାଦାର କଥାବାର୍ତ୍ତା ଓ ପ୍ରଶାନ୍ତ ମସୃଳ ବଦନ ଉପରେ ଏକାଗ୍ର ହୋଇ ରହିବା ଛଡ଼ା ଆଉ କିଛି ଆଡ଼କୁ ମନ ଦେଇ ପାରିଲେ ନାହିଁ। କିପରି ବା ଦିଅନ୍ତେ? ଯୁଗ ଯୁଗର ବିଚ୍ଛେଦ ପରେ ସେ ସାକ୍ଷାତ। 60 ବର୍ଷ ତଳେ ସେମାନେ ଥିଲେ ଅଭିନ୍ନ ହୃଦୟ 3 ବନ୍ଧୁ। ଦାର୍ଜିଲିଂର ଅଭିଜାତ କଲେଜ ଜୀବନର ସେହି ଆବେଗ ଘନ ଯୁଗରେ ତାହା ଥିଲା ହୃଦ୍ୟତାର ଏକ ଅପୂର୍ବ ଦୃଷ୍ଟାନ୍ତ। ଆଧୁନିକ ନିରାଲମ୍ବଙ୍କର ତଦାନୀନ୍ତ ନାମ ଥିଲା ସୌମେନ୍ଦ୍ର। ଦୁର୍ଭାଗ୍ୟକୁ ଏପରି ଏକ ସମୟ ଆସିଲା ଯେତେବେଳେ ବିନା ଭୂମିକାରେ ସୌମେନ୍ଦ୍ର ଓ ହରିନ୍ମୟ ଏକ ସମୟରେ ହିଁ ହଠାତ୍ ଏହି ଶଶାଗର ଧରା ପ୍ରତି ବିତିସ୍ପୃହ ହୋଇ ଉଠିଲେ। ଏକ ସମୟରେ ହିଁ ଉଭୟ ଲମ୍ବ ଲମ୍ବ କେଶ ରଖିଲେ ଓ ଏକ ସମୟରେ ହିଁ କବିତା ଲେଖିବାକୁ ଆରମ୍ଭ କଲେ। ଅଗତ୍ୟା ତୃତୀୟ ବନ୍ଧୁ ହେମାଙ୍ଗ ସେମାନଙ୍କୁ ଏକଦା ଏକ ନିର୍ଜନ ପାର୍କକୁ ଘୋଷାରି ନେଇ ଧମକ ଦେଲା, କଥା କ'ଣ ପ୍ରେମ? ବନ୍ଧୁ ଦୁହେଁ ସଲଜ୍ଜ ଭାବରେ ନିରୁତ୍ତର ରହିଲେ। ହେମାଙ୍ଗ କହିଲା, ହେଲା, କିନ୍ତୁ ପ୍ରେମର ପାତ୍ରୀ କିଏ? ଅଚିରେ ଅଧ୍ୟବସାୟ ସହକାରେ ଜେରା କରି କରି ହେମାଙ୍ଗ ଯେଉଁ ସତ୍ୟ ଟିକକ ଉଦ୍ଘାଟନ କଲା ସେଥିରେ ତିନିଙ୍କୁ ତିନିହେଁ ହେଲେ ଚମତ୍କୃତ। ପ୍ରେମର ପାତ୍ରୀ ଉଭୟଙ୍କର ଏକ। ଗୋଟିଏ ଶ୍ରେଣୀ ନିମ୍ନରେ ଅଧ୍ୟୟନରତା କମିଶନର ଦୁହିତା ଗାର୍ଗୀ। ହେମାଙ୍ଗ ଚିନ୍ତିତ ରହି ତାପରେ କହିଲା, ଦେଖ ବାବାମାନେ, ମଧ୍ୟଯୁଗ ହୋଇଥିଲେ ତମ ଦୁହିଁଙ୍କୁ ପରସ୍ପର ଡୁଏଲ ଲଢ଼ି ଏ କ୍ଷେତ୍ରରେ ଭାଗ୍ୟ ନିରୂପଣ କରିବାକୁ ପଡ଼ନ୍ତା। କିନ୍ତୁ ସେଇଟା ଏ କ୍ଷେତ୍ରରେ ସମ୍ଭବପର ନୁହେଁ ବା ଫଳପ୍ରସୂ ନୁହେଁ। ଏକମାତ୍ର ଉପାୟ ମୁଁ ଯାହା ଦେଖିଛି, ତମ ଦୁହିଁଙ୍କୁ ଗାର୍ଗୀର ପସନ୍ଦ ପାଖରେ ଆତ୍ମସମର୍ପଣ କରିଦେବାକୁ ହେବ। ତୁମେ ଦୁହେଁ ଯାକ ସୁଶ୍ରୀ, ସମ୍ଭ୍ରାନ୍ତ ଓ ସ୍ୱନାମଧନ୍ୟ। ଅତଏବ ଗାର୍ଗୀ ତୁମ ଦୁହିଁଙ୍କ ଭିତରୁ ଜଣଙ୍କୁ ବାଛିବାର ସମ୍ଭାବନା ଯଥେଷ୍ଟ। କିନ୍ତୁ ସେ କ୍ଷେତ୍ରରେ ବାକି ଜଣଙ୍କ ଭାଗ୍ୟକୁ ଆଦରି ଚୁପଚାପ ରହିବା ଦରକାର। କୁହ, ଯଦି ରାଜି ତେବେ ମୁଁ ଗାର୍ଗୀ ସହ କଥାବାର୍ତ୍ତା କରିପାରେ। ବନ୍ଧୁ ଦୁହେଁ ରାଜି ହୋଇ ଗାର୍ଗୀର ଯୁଗାନ୍ତକାରୀ ରାୟକୁ ଅପେକ୍ଷା କରି ବସିଲେ। ସେମାନଙ୍କର ନିଶିତ ସକଳ ନିଦ୍ରା ବିବର୍ଜିତ ଓ ଶ୍ମଶ୍ରୁ ସକଳ ବର୍ଦ୍ଧମାନ ହେବାକୁ ଲାଗିଲା। ଅବଶେଷରେ ଦିନେ ପୁରାତନ ଉପନ୍ୟାସ ଓ ନାଟକର ଅନେକତ୍ର ଯାହା ହୋଇଥାଏ ବାସ୍ତବ କ୍ଷେତ୍ରରେ ବି ତାହା ହିଁ ହୋଇଗଲା। ଗାର୍ଗୀ ସହିତ ହେମାଙ୍ଗର ଯଥାସମୟରେ ମଙ୍ଗଳକୃତ୍ୟ ଘୋଷିତ ହେଲା। ଏତଦୁପଲକ୍ଷେ ହେମାଙ୍ଗ ତାର ପ୍ରତୀକ୍ଷମାଣ ତଥା ଚମତ୍କୃତ ବନ୍ଧୁ ଯୁଗଳକୁ କହିଲା, ପସନ୍ଦ ଅପସନ୍ଦ କଥାଟା ବଡ଼ ବିଚିତ୍ର। ମୁଁ ଝିଅ ହୋଇଥିଲେ ତମ ଦୁହିଁଙ୍କରୁ ଗୋଟାକୁ ପସନ୍ଦ ନ କରିବାର କିଛି କାରଣ ହୁଏତ ପାଆନ୍ତି ନାହିଁ।
से ଯାହା ହେଉ ଗାର୍ଗୀର ବିଚିତ୍ର ରୁଚିରେ ତମ ଦୁହିଁଙ୍କ ପ୍ରଶ୍ନ ଯେତେବେଳେ ବାତିଲ ହୋଇଗଲା, ପୃଥିବୀର ଉଦ୍ଭୃତ କୋଟି କୋଟି ପୁରୁଷଙ୍କ ଭିତରୁ ସେ ଯେଉଁ ଜଣଙ୍କୁ ବିବାହ କରନ୍ତା, ସେ ଜଣକ ଦୈବାତ ହେଉଛି ମୁଁ। ଏ କ୍ଷେତ୍ରରେ ଅନ୍ତତଃ ଚାହା ପିଇବାକୁ ଆସିବା ପାଇଁ ଆମର ଅଦୂର ଭବିଷ୍ୟତର ନୀଡ଼ଟି ରହିବ ତମ ଦୁହିଁଙ୍କ ସକାଶେ ସର୍ବଦା ଉନ୍ମୁକ୍ତ। କିୟ ଦିବସ ଅତିବାହିତ ହୁଅନ୍ତେ, ହିରଣ୍ମୟ ଓ ସୌମେନ୍ଦ୍ର ପୁରୁଣା ପାର୍କଟିରେ ଭେଟାଭେଟି ହୋଇ ସିଦ୍ଧାନ୍ତ ଗ୍ରହଣ କଲେ ଯେ ଜୀବନରେ କଦାପି ବିବାହ କରିବେ ନାହିଁ। ଏହାର 10 ବର୍ଷ ପର ଯାଏ ଉଭୟେ ଭାରତବର୍ଷରେ ରହିଥିଲେ ଓ ସ୍ୱ ସ୍ୱ ସିଦ୍ଧାନ୍ତରେ ଅଟଳ ରହିବାରେ ପରସ୍ପର ସହାୟତା କରିଥିଲେ। କିନ୍ତୁ ତାପରେ ହିରଣ୍ମୟ ଚାଲିଗଲେ ଦୂର ବିଦେଶକୁ। କ୍ଷାନ୍ତିହୀନ ଅନିଶା ନେଇ ବୁଲିଲେ କେତେ ଦେଶ। ଅବଶେଷରେ ସେ ଫେରି ଆସିଛନ୍ତି ଭାରତବର୍ଷ। ଏଥର ବିଶ୍ରାମ ପ୍ରୟୋଜନ। ଆଉ ପ୍ରୟୋଜନ କୈଶୋରର ବହୁ ହଜିଲା ଶିହରଣର ଟିକେ ଟିକେ ରୋମନ୍ଥନ। ସେହି ଉଦ୍ଦେଶ୍ୟରେ ସେ ଆସିଛନ୍ତି ଦାର୍ଜିଲିଂ। ଆଉ ସୌମେନ୍ଦ୍ରର ସନ୍ଧାନ ବି ପାଇଛନ୍ତି। ସ୍ୱାମୀ ନିରାଲମ୍ବ ନାମରେ ସେ ଅଦୂରରେ ଆଶ୍ରମଟିଏ କରି ନିର୍ଜନରେ ବସବାସ କରୁଛି। ହଁ, ନିରାଲମ୍ବଙ୍କ କୁଟୀରରେ ସେଦିନ ଯେଉଁ ମୁହୂର୍ତ୍ତ କେତୋଟି ସେ କଟାଇଥିଲେ, ସେତେବେଳେ ସେ ଚତୁଃପାର୍ଶ୍ୱର ଅନେକ ଜିନିଷ ପ୍ରତି ଯଥାବିଧି ଧ୍ୟାନ ଦେଇପାରି ନଥିଲେ। ଗତକାଲି ସନ୍ଧ୍ୟାରେ କିନ୍ତୁ ପ୍ରଥମ କରି ହଠାତ୍ ଝାପ୍ସା ହୋଇ ମନେ ପଡ଼ିଲା ଯେ ନିରାଲମ୍ବ ଯେତେବେଳେ ତାଙ୍କ ସହିତ ଗପସପ କରୁଥିଲେ, ସେତେବେଳେ ତାଙ୍କ କୋଳରେ କାନ୍ଧରେ ଛୋଟ ଛୋଟ ପିଲା କେତୋଟି ଆରାମରେ ନାଚିକୁଦି ହେଉଥିଲେ। ସେତକ ମନେ ପଡ଼ିବା ମୁହୂର୍ତ୍ତରୁ ହିରଣ୍ମୟଙ୍କ ମୁଣ୍ଡ ଭିତରେ ବିଶ୍ୱ ଜଗତ ଉଲ୍ଟି ଯାଇଛି। ଠିକ୍ କଥା, ସୌମେନ୍ଦ୍ର କ'ଣ ଦୀର୍ଘ 50 ବର୍ଷ ଭିତରେ ସେଇ ପ୍ରଥମ ଯୌବନର ଶପଥକୁ ଆବୋରି ବସି ରହିଥାଇପାରେ? ସ୍ୱାମୀ, ବାବା ଇତ୍ୟାଦି ଉପାଧି ସହିତ ଘର ସଂସାର ସମନ୍ୱୟର ଦୃଷ୍ଟାନ୍ତ କମ୍ ନାହିଁ। ଏସବୁ କଥା ଯେତିକି ଯେତିକି ଭାବୁଥାନ୍ତି, ହିରଣ୍ମୟ ସେତିକି ଅସହାୟ ଅନୁଭବ କରୁଥାନ୍ତି। ହିରଣ୍ମୟ ଉତ୍ତେଜିତ ହୋଇ ଅପେକ୍ଷା କରିଥିଲେ। ଆଜି ନିରାଲମ୍ବ ତାଙ୍କ ପାଖକୁ ଆସିବାର କଥା। ଆସିଲେ ସେ ତାଙ୍କ ନୂତନ ସିଦ୍ଧାନ୍ତର ଘୋଷଣା କରି ତାଙ୍କୁ ଅବାକ୍ କରିଦେବେ। ଯଥା ସମୟରେ ନିରାଲମ୍ବ ପହଞ୍ଚିବା ମାତ୍ରେ ହିରଣ୍ମୟ ଭୂମିକା ପ୍ରସ୍ତୁତ କଲେ। ମୁଁ ଭାବିଥିଲି ଶେଷ ପର୍ଯ୍ୟନ୍ତ ତୁମେ ଓ ମୁଁ ଉଭୟ ପ୍ରତାରିତ ହୋଇ ରହିଗଲୁ, କିନ୍ତୁ ବର୍ତ୍ତମାନ ଦେଖୁଛି ଏକମାତ୍ର ମୁଁ ଜୀବନରେ ଚୂଡ଼ାନ୍ତ ଭାବେ ବଞ୍ଚିତ ରହିଯାଉଛି। କିପରି? ନିରାଲମ୍ବ ହସି ପଚାରିଲେ। ଛାଡ଼ ଛାଡ଼ ସୌମେନ୍ଦ୍ର, ମୋର କାଲିଠାରୁ ଉତ୍ତେଜନାର ସୀମା ନାହିଁ। ଆକାଶ ପାତଳ ଚିନ୍ତା କରି ମୁଁ ଯାହା କରିବାର କଥା ତାହା ସ୍ଥିର କରିଛି। ତୁମେ ଯେତେବେଳେ ଘର ସଂସାର କରି ପିଲାପିଲି ଧରି। ପିଲାପିଲି? ହଁ, ହୁଏତ ତୁମର ନାତି ନାତୁଣୀ, ପଣ ନାତି ନାତୁଣୀ ହୋଇପାରନ୍ତି। ମୋର ମନେ ପଡ଼ୁଛି ତୁମ ଉପରେ ସେଦିନ ପଞ୍ଝାଏ ପିଲା ଲଦାଲଦି ହେଉଥିଲେ। ନିରାଲମ୍ବ ନିବିଷ୍ଟ ଚିତ୍ତ ହୋଇ କିଛି ମନେ ପକାଇବାକୁ ଚେଷ୍ଟା କଲେ। ତାପରେ ସେ ହୋ ହୋ ହସି ଉଠିଲେ। ହିରଣ୍ମୟ ଜିଜ୍ଞାସୁ ଭାବରେ ଅନେଇବାରୁ ସେ କହିଲେ, ବୁଝିଲି, ମୋ ଉପରେ ସେଦିନ ନାଚିକୁଦି 3-4ଟି ଆଲସେସିଆନ୍ ଛୁଆ ଖେଳୁଥିଲେ। ତୁମ ସ୍ମୃତିରେ ସେଗୁଡ଼ିକ ପରେ ମଣିଷ ପିଲାର ଧାରଣା ସୃଷ୍ଟି କରିଛି। ହୋ ହୋ, ସତେ? ଆଇ ସି। ହୋ ହୋ। ହିରଣ୍ମୟ ବାବୁ ବି ହସିବାକୁ ଲାଗିଲେ। ମୁହୂର୍ତ୍ତକ ଭିତରେ ତାଙ୍କ କପାଳର କୁଞ୍ଚନ ସବୁ ଅନ୍ତର୍ହିତ ହୋଇଗଲା। ତାପରେ ସେ ହଠାତ୍ ପୁନରାୟ ବ୍ୟସ୍ତ ହୋଇପଡ଼ି କହିଲେ, କିନ୍ତୁ ମୁଁ ତ ବହୁତ କଥାରେ ବହୁତ ଆଗେଇ ଯାଇଛି। ଏବେ କରେ କ'ଣ? ସବୁ ବ୍ୟବସ୍ଥା ତ ପୁଣି ବାତିଲ କରିବାକୁ ପଡ଼ିବ। ସେ ତୁରନ୍ତ ହୋଟେଲର ସେହି ସଦା ଦଣ୍ଡାୟମାନ ସୁଧାର ରିସେପସନିଷ୍ଟ ଯୁବକଟିକୁ ଡକାଇ ଆଣିଲେ ଏବଂ ସଲ୍ଲଜ କଣ୍ଠରେ କହିଲେ, ଗତ ରାତିରେ ତୁମ ସହିତ ଯେଉଁ ସବୁ ବ୍ୟବସ୍ଥା କରିଥିଲି, ମାନେ ସେ ଯେଉଁ ଘଟକମାନଙ୍କୁ ଡାକି ଗୋଟେ ଟି ପାର୍ଟି ଦେବା କଥା, ସେଇ ଯେଉଁ ବୟସ୍କା ପାତ୍ରୀଟିଏ ପ୍ରୟୋଜନ ବୋଲି ବିଜ୍ଞାପନ ଦେବା କଥା ଇତ୍ୟାଦି, ସେସବୁ ବିଷୟରେ ଆଉ ଅଗ୍ରସର ହେବାର ପ୍ରୟୋଜନ ନାହିଁ। ରିସେପସନିଷ୍ଟ ବିସ୍ମୟସୂଚକ କଣ୍ଠରେ କହିଲା, କିନ୍ତୁ ସାର୍, ଆପଣ ତ ଏସବୁ କଥା ମୋତେ କହିନାହାନ୍ତି। ଓଃ, କହିନାହିଁ? ତେବେ ଆଉ କିଛି କରିବାର ନାହିଁ। ଯୁବକଟି ଚାଲିଯିବାରୁ ହିରଣ୍ମୟ ଗଭୀର ଆଶ୍ୱସ୍ତ ହେବାର ହସି ହସି ତାଙ୍କ ବନ୍ଧୁଙ୍କୁ କହିଲେ, ଏଇ ଦେଖ, ଭାବିବା ଆଉ କହିବା, ପୁଣି କହିବା ଆଉ ନ କହିବା ଭିତରେ ଯେଉଁ ତାରତମ୍ୟ, ସେ ବୋଧକୁ ମୁଁ ଅତିକ୍ରମ କରିଗଲିଣି। ନିରାଲମ୍ବ କହିଲେ, ତୁମେ ଏଥର ଆଉ ବୁଲାବୁଲି ନ କରି ତୁମ ପୁତୁରାମାନଙ୍କ ପାଖରେ ରୁହ। ସେମାନେ ତ ତୁମକୁ ଅତ୍ୟନ୍ତ ଶ୍ରଦ୍ଧା କରନ୍ତି। ହିରଣ୍ମୟ ଟିକିଏ ରହି କହିଲେ, ଅଥବା ତୁମରି ଆଶ୍ରମରେ ରହିଯିବି। ଦେଖୁଛ ତ, ମଣିଷ ଛୁଆ ଆଉ କୁକୁର ଛୁଆ ଭିତରେ ବ୍ୟବଧାନ ବାରିବାର ଅବସ୍ଥାକୁ ମୁଁ ଅତିକ୍ରମ କରିଗଲିଣି। ଏଣିକି ମଣିଷ ଭିତରେ ବା ପଶୁ ଭିତରେ ଯେଉଁଠି ରହିଲେ ହେଲା। କ'ଣ କହୁଛ? ନିରାଲମ୍ବେ ସହସ୍ୟ ସମ୍ମତି ଜଣାଇଲେ। ଧନ୍ୟବାଦ।